ଅନୁସୟା ଆସି ସ୍ୱାମୀକୁ କାନ୍ଧରେ ବସେଇ ନେଇ ଆଜ୍ଞା ସୋଦେ ଅନ୍ଧାର ଦେଖି ନ ପାରିଲା ସେ ମଦାରସି ଅନ୍ଧାର ରାତିରେ ସ୍ୱାମୀକୁ କାନ୍ଧରେ ବସାଇ ଚାଲି ଯାଉଛି ଗଲା ବେଳେ ଆଗ୍ନିକ ଋଷି ଆଜ୍ଞା ଚୋର ବୋଲି ଚୋର ଧରା ପଡ଼ି ରାଜା ତାକୁ ନେଇକି ସୁଳିରେ ବସେ ଚୋର ମାନେ ରାଜା ଘରୁ ଧନ ଚୋରି କରିକି ନେଲେ ଏ ଋଷିଙ୍କ ପୁଡ଼ିଆ ପାଖରେ ତେଣୁ କେତେ ଖଣ୍ଡ ପଡ଼ିଛି ଦୂତମାନେ ଯାଇକି ଦେଖିଲେ ଯେ ଋଷି ଚୋରି କରିଛି ତେଣୁ ଋଷିକି ନେଇକି ଆଣିକି ସୁଳିରେ ବସେଇଛନ୍ତି ଏ ଅନସୟା ସ୍ୱାମୀକି ନେଇକି ଗଲାବେଳେ ସେଇ ସୁଳି ଖଣ୍ଡରେ ଝୁଣ୍ଟି ପଡ଼ିଲା ଏ ସୁଳି ଖୁଣ୍ଟଟା ଯେତେବେଳେ ହଲିଗଲା ଆଜ୍ଞା ଋଷିଙ୍କ ଦେହରେ ଅଧିକା କଷ୍ଟ ହେଲା ତେଣୁ ସେ ଅଭିଶାପ ଦେଲେ ଗଣକବି ବୈଷ୍ଣବ ପାଣି କଲେ ଖାରି କହିଲେ ରାତି ପାଇ ଯେତେବେଳେ ପ୍ରଭାତ ହୋଇବ ଅଭିଶାପ ଦେଲେ ଋଷି କହିଲେ ସ୍ୱାମୀ କି ଫେରି ପାଇଛୁ ବୋଲି ଗର୍ବ କଲୁ ଆଜି ମୁଁ ଶୁଳି ଖୁଣ୍ଟରେ ବସିଲା ବେଳେ ବି ଝୁଣ୍ଟିକି ଆହୁରି କଷ୍ଟ ଦେଲି ତେଣୁ ମୁଁ ଅଭିଶାପ ଦଉଛି ଏ ଅଭିଶାପ ଦ୍ୱାରା ରାତି ପାହିଲେ ତୋ ସ୍ୱାମୀ ଚିତା ଅନଳରେ ଘାସ ଦବ କେହି ରକ୍ଷା କରିପାରିବେ ହାତ ଯୋଡ଼ି ଦେଲା ଅନସୟା କହିଲା ଭାଗବତରୁ ଗୋଟାଏ ପଦ କହିଲା ଦଣ୍ଡିବା ଶକ୍ତି ଯାର